জাতীয় রাজপথে নিয়মিত যাত্রা করুଥିବା ব্যক্তিগত গাড়ি চালকଙ୍କ ପାଇଁ ଏକ ବଡ଼ ଖବର। କେନ୍ଦ୍ର ସରକାର ଏବେ ଫାସ୍ଟାଗ ବ୍ୟବହାରକାରୀଙ୍କୁ ଦେଇଛନ୍ତି ଏକ ବଡ଼ ଝଟକା। ମହଙ୍ଗା ହେବାକୁ ଯାଉଛି ଫାସ୍ଟାଗର ବାର୍ଷିକ ପାସ୍। କେତେ ବଢ଼ିଲା ଦର ଏବଂ କେବେଠାରୁ ଲାଗୁ ହେବ ଏହି ନୂଆ ନିୟମ, ଆସନ୍ତୁ ଜାଣିବା ଏହି ରିପୋର୍ଟରେ। ନ୍ୟାସନାଲ ହାଇୱେରେ ପ୍ରତିଦିନ ଯାତ୍ରା କରୁଥିବା ନିଜସ୍ୱ ଗାଡ଼ି ଚାଳକଙ୍କ ପାଇଁ ଏବେ ପକେଟ ଢିଲା ହେବାକୁ ଯାଉଛି। NHAI ବା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଫାସ୍ଟାଗ ବାର୍ଷିକ ପାସ୍ର ଦାମ ବଢ଼ାଇବାକୁ ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ 1 ତାରିଖରୁ ଏହି ନୂଆ ଦର ଲାଗୁ ହେବ। ପୁରୁଣା ଦର 3000 ଟଙ୍କା ଥିବାବେଳେ ନୂଆ ଦର ହୋଇଛି 3075 ଟଙ୍କା। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ 2008 ଜାତୀୟ ରାଜପଥ ଶୁଳ୍କ ନିୟମ ଅନୁଯାୟୀ ଏହି ସଂଶୋଧନ କରାଯାଇଛି। ଗତ ବର୍ଷ ଅଗଷ୍ଟ 15 ତାରିଖରୁ ଏହି ବାର୍ଷିକ ପାସ୍ ସୁବିଧା ଆରମ୍ଭ କରାଯାଇଥିଲା। ଏହି ସୁବିଧା କେବଳ କାର, ଜିପ୍ ଏବଂ ଭ୍ୟାନ୍ ଭଳି ଅଣବ୍ୟବସାୟିକ ବ୍ୟକ୍ତିଗତ ଗାଡ଼ି ପାଇଁ ଉପଲବ୍ଧ। ଏହି ପାସ୍ ଜରିଆରେ ଗୋଟିଏ ବର୍ଷରେ କିମ୍ବା 200ଟି ଟୋଲ୍ କ୍ରସିଂ ପର୍ଯ୍ୟନ୍ତ ଯାତ୍ରା କରାଯାଇପାରିବ। ବର୍ତ୍ତମାନ ଦେଶର ପ୍ରାୟ 56 ଲକ୍ଷ ଗାଡ଼ି ଚାଳକ ଏହି ସୁବିଧାର ଲାଭ ଉଠାଉଛନ୍ତି। ଦେଶର ପ୍ରାୟ 1150ଟି ଟୋଲ୍ ପ୍ଲାଜାରେ ଏହି ପାସ୍ ଗ୍ରହଣ ହେଉଛି। ତେବେ ଆପଣ ଏହି ପାସ୍ କିପରି ପାଇବେ? ଆପଣ ରାଜମାର୍ଗ ଯାତ୍ରା ଆପ୍ କିମ୍ବା NHAIର ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ଗାଡ଼ି ନମ୍ବର ଏବଂ ଫାସ୍ଟାଗ ଆଇଡି ଦେଇ ଲଗ୍ଇନ୍ କରିବାକୁ ପଡ଼ିବ। UPI, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କରିବାର 2 ଘଣ୍ଟା ମଧ୍ୟରେ ଏହି ପାସ୍ ଆପଣଙ୍କ ଫାସ୍ଟାଗ ସହ ଲିଙ୍କ ହୋଇଯିବ। ତେବେ ମନେ ରଖନ୍ତୁ, ପାସ୍ ନେବା ସମୟରେ ଆପଣଙ୍କ ଫାସ୍ଟାଗ ଆକ୍ଟିଭ ଥିବା ଜରୁରୀ। ଯଦିଓ ଦାମ ସାମାନ୍ୟ ବୃଦ୍ଧି ପାଇଛି, ତଥାପି ଯେଉଁମାନେ ହାଇୱେରେ ବାରମ୍ବାର ଯାତ୍ରା କରନ୍ତି ସେମାନଙ୍କ ପାଇଁ ଏହି ପାସ୍ ସମୟ ଏବଂ ଅର୍ଥ ଉଭୟ ବଞ୍ଚାଇବାରେ ସହାୟକ ହେବ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ। PSG चाहता है चलो कुछ ऐसा करेंगे, देश की शान है हम, शानदार रहेंगे, शानदार रहेंगे। TSC गुरुकुल गोठपाटणा भुवनेश्वर।